ଆସନ୍ତାକାଲି ପାଟଣାରେ ଜାକଜମକରେ ଜାଗର ଯାତ୍ରା ପାଟଣା ଅଞ୍ଚଳର ସର୍ବପୁରାତନ ଆନନ୍ଦେଶ୍ୱର ମହାଦେବଙ୍କର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ। ଜାଗର ପୂଜା ଜାଗର ମହୋତ୍ସବ ଆସନ୍ତାକାଲିଠାରୁ 20 ଯାଏଁ ଚାଲିବ। ଏହାପରେ 21ରୁ 24 ଯାଏଁ ଏଠାରେ ସିଂହବାହିନୀ ଯାତ୍ରା ଆରମ୍ଭ ହେବ। ଏହି ସିଂହବାହିନୀର ପ୍ରଥମ ରାତ୍ରିରେ ପ୍ରଖ୍ୟାତ ଯାତ୍ରା କଳାକାର ପିୟୁଷ ଆସି ମଞ୍ଚରେ ନାଟ୍ୟ ପରିବେଷଣ କରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଜାଗର ମହୋତ୍ସବରେ ଜଳପରୀ ପରିଦର୍ଶନ ଶୋ କଳା ପରିଦର୍ଶନ ସବୁଠାରୁ ଆକର୍ଷଣୀୟ କରିବ ବୋଲି ଜଣାପଡ଼ିଛି। ଛୁଆମାନଙ୍କ ପାଇଁ ଭଳିକି ଭଳି ସୁନ୍ଦର ଦୋଳି ଖେଳ, ଆଇସ୍କ୍ରିମ୍ ଦୋକାନ, ବାରମଜା ଦୋକାନ, ଷ୍ଟେସନାରୀ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଏଠାରେ ପଡ଼ିଛି। ସୂଚନା ଅନୁସାରେ 15 ତାରିଖ ଭଜନ ସନ୍ଧ୍ୟା, 16 ତାରିଖ କନିଷ୍ଠ ଓ ବରିଷ୍ଠ ବର୍ଗରେ ନୃତ୍ୟ ପ୍ରତିଯୋଗିତା, 17ରେ ଗ୍ରୁପ୍ ଡ୍ୟାନ୍ସରେ ତାରିଣୀ ନୃତ୍ୟ ନିକେତନ ଘଟଗାଁ, ନୃତ୍ୟ ନିକେତନ କେସିନା ଗ୍ରୁପ୍, ସ୍ୱାମୀପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପାଟଣା, ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ପାଟଣାର କାହ୍ନା ନୃତ୍ୟ କେନ୍ଦ୍ର ନିଜର ନୃତ୍ୟ ପ୍ରଦର୍ଶନ କରିବେ। 18ରେ ନୃତ୍ୟଶ୍ରୀ କରଞ୍ଜିଆ, 19ରେ ରିଦିମ୍ ସଙ୍ଗ ଆଣ୍ଡ ଡ୍ୟାନ୍ସ ଏକାଡେମୀ ଦ୍ୱାରା ନୃତ୍ୟ, 20ରେ ରାଇରଙ୍ଗପୁର ଝୁମେର ମେଲୋଡି ଦ୍ୱାରା ନୃତ୍ୟ ପରିବେଷଣ କରାଯିବ। ଏଥିସହ ପ୍ରତ୍ୟେକ ଦିନ ମୀନା ବଜାର ଖୋଲା ରହିବା ସହ ଏହାର ମଜା ଉଠାଇ ପାରିବେ ବୋଲି ଜଣାପଡ଼ିଛି। କେଉଁଝର ପାଟଣାରୁ ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।